ଜଗନ୍ନାଥ ହର ହର ଶମ୍ଭୁ। ଆମେ ଆଜି ଆଲୋଚନା କରିବା ପୁତ୍ରଦା ଏକାଦଶୀ ବା ପୌଷ ପୁତ୍ରଦା ଏକାଦଶୀ। ଏହା ପୌଷ ଶୁକ୍ଲପକ୍ଷ ଏକାଦଶୀକୁ ପୌଷ ପୁତ୍ରଦା ଏକାଦଶୀ କୁହାଯାଏ। ପୌଷ ମାସ ଶୁକ୍ଲପକ୍ଷରେ ଯେଉଁ ଏକାଦଶୀ ପଡ଼େ ତାହାକୁ ପୁତ୍ରଦା ଏକାଦଶୀ କୁହାଯାଏ। ପୁତ୍ରଦା ଏକାଦଶୀରେ ନାମମନ୍ତ୍ର ଜପ କରିବା ସହିତ ଶ୍ରୀହରିଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ। ଏକାଦଶୀ ତିଥିରେ ଦୀପଦାନ ସହ ସମସ୍ତ ଫଳ ପୂଜା କରିବାର ବିଧାନ ରହିଛି। ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ବ୍ରତର ମହତ୍ତ୍ୱକୁ ବ୍ୟାଖ୍ୟା କରି କହିଥିଲେ ଏହି ତିଥିର ଅଧିଦେବତା ହେଉଛନ୍ତି ଭଗବାନ ନାରାୟଣ। ଏହି ତିଥିରେ ସମସ୍ତ ପାପ ନାଶ ହୋଇଥାଏ। ପୂର୍ବ କାଳରେ ଭଦ୍ରାବତୀ ପୁରୀ ରାଜା ସୁକେତୁମାନ ଶାସନ କରୁଥିଲେ। ତାଙ୍କର କୌଣସି ସନ୍ତାନ ନଥିଲା। ଏହି କାରଣରୁ ରାଜା ଓ ରାଣୀ ଚମ୍ପା ଚିନ୍ତାରେ ରହୁଥିଲେ। ଦିନେ ରାଜା ରାଜପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ବନ୍ୟ ଭ୍ରମଣ କରିବା ପାଇଁ ବାହାରିଲେ। ରାଜା ବନର ସଭାକୁ ଦେଖୁ ଦେଖୁ ଦ୍ୱିପ୍ରହର ହୋଇଗଲା। ରାଜା ଭୋକ ଶୋଷରେ ଆଉଟୁପାଉଟୁ ହୋଇ ଖାଦ୍ୟ ସଂଗ୍ରହ ପାଇଁ ଖୋଜି ବୁଲିଲେ। ଶେଷରେ ଏକ ସରୋବର ଓ ସରୋବର ତଟରେ ଅନେକ ମୁନି ଋଷିମାନଙ୍କର ଆଶ୍ରମସ୍ଥଳୀ ରହିଥିବାର ଦେଖିଲେ। ଏହା ରାଜାଙ୍କ ପାଇଁ ସୌଭାଗ୍ୟ ଥିଲା। ସେ ତତ୍କ୍ଷଣାତ୍ ଘୋଡ଼ା ଉପରେ ବସି ସରୋବର ନିକଟରେ ପହଞ୍ଚି ସମସ୍ତ ମୁନି ଋଷିମାନଙ୍କୁ ବନ୍ଦନା କରିବାକୁ ଲାଗିଲେ। ତାଙ୍କର ବନ୍ଦନାରେ ମୁନି ଋଷିମାନେ ପ୍ରସନ୍ନ ହେଲେ। ରାଜା ମୁନିମାନଙ୍କୁ ଦେଖି ପଚାରିଲେ, ଆପଣମାନେ କିଏ? ଆପଣଙ୍କ ନାମ କ'ଣ ତଥା ଆପଣମାନେ ଏଠାରେ ଏକତ୍ର ହୋଇଛନ୍ତି କାହିଁକି? ମୁନି କହିଲେ, ଆମେ ସମସ୍ତେ ବିଶ୍ୱଦେବ ସ୍ନାନ କରିବାକୁ ଆସିଛୁ। ମାଘ ମାସ ନିକଟରେ ଆସୁଛି। ଆଜିଠାରୁ 5 ଦିନ ଧରି ମାଘ ସ୍ନାନ ଆରମ୍ଭ ହେବାକୁ ଯାଉଛି। ଆଜି ହିଁ ପୁତ୍ରଦା ଏକାଦଶୀ। ଯିଏ ଏହି ବ୍ରତ ପାଳନ କରିବ ତାର ପୁତ୍ର ହେବ। ରାଜା କହିଲେ, ହେ ବିଶ୍ୱଦେବଗଣ, ଯଦି ଆପଣମାନେ ମୋ ଉପରେ ପ୍ରସନ୍ନ ଅଛନ୍ତି ତ ମୋତେ ପୁତ୍ର ଦିଅନ୍ତୁ। ମୁନି କହିଲେ, ରାଜନ୍, ଏହି ବ୍ରତ ବହୁତ ବିଖ୍ୟାତ। ଆଜିଠାରୁ ଏହି ବ୍ରତ ପାଳନ କରନ୍ତୁ। ମହାରାଜା ଭଗବାନ କେଶବଙ୍କ ଆଶୀର୍ବାଦରୁ ଆପଣଙ୍କୁ ପୁତ୍ର ଅବଶ୍ୟ ପ୍ରାପ୍ତ ହେବ। ଏହି ପ୍ରକାର ମୁନିଙ୍କ କହିବା ଅନୁଯାୟୀ ରାଜା ଏହି ବ୍ରତକୁ ପାଳନ କରିବା ସହ ପୁତ୍ରଦା ଏକାଦଶୀ ଅନୁଷ୍ଠିତ କଲେ। ଦ୍ୱାଦଶରେ ସେ ନିଜ ବ୍ରତକୁ ଉଦ୍ଯାପିତ କରି ମୁନିଙ୍କ ଚରଣ ସ୍ପର୍ଶ କରି ଘରକୁ ଫେରିଲେ। ସେହି ଦିନ ରାଣୀ ଗର୍ଭଧାରଣ କଲେ। ରାଜାଙ୍କର ଏକ ତେଜସ୍ୱୀ ପୁତ୍ର ହେଲା, ଯାହା ସମସ୍ତ ଗୁଣର ଅଧିକାରୀ ହେବା ସହ ପ୍ରଜାମାନଙ୍କର ପାଳକ ମଧ୍ୟ ହୋଇପାରିଥିଲେ। ଏହି ଦୃଷ୍ଟିରୁ ପୁତ୍ରଦା ଏକାଦଶୀ ବ୍ରତ ସମସ୍ତ ଏକାଦଶୀ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ଏହି ବ୍ରତ ରଖିବା ଦ୍ୱାରା ପୁତ୍ର ପ୍ରାପ୍ତ ହୁଏ ବୋଲି ଅନେକଙ୍କର ବିଶ୍ୱାସ। ପୁତ୍ର ବା ସନ୍ତାନ ପ୍ରାପ୍ତି ପାଇଁ ଏହା ଏକାଦଶୀ ବ୍ରତ ହେଉଛି ପ୍ରଯୁଜ୍ୟ। ଆପଣ ଯଦି କରିବାକୁ ଚାହୁଁଛନ୍ତି ଏହି ବ୍ରତ କରିପାରିବେ। କିପରି ପାଳନ କରିବେ? ଆପଣ ପ୍ରାତଃ କାଳରୁ ବ୍ରହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ କରି ମୁଣ୍ଡରେ ଗଙ୍ଗା ନାରାୟଣ କହିକି ମୁଣ୍ଡରେ କିମ୍ବା ବୁଡ଼ ପକାଇକି ସ୍ନାନ କରାଇବେ। ଗଙ୍ଗା ଜଳରେ ସ୍ନାନ କରାଇବେ, ନହେଲେ ବାଥ୍ ଟ୍ୟୁବ୍ରେ ଯଦି ଗାଧୋଉଥିବେ ସେଥିରେ ଗଙ୍ଗା ଜଳ ପକାଇକି ମୁଣ୍ଡ ଧୋଇକି ଗାଧେଇବେ। ତାପରେ ସେଥିରେ ଟିକେ ହଳଦୀ ଟିକେ ପକାଇଥିବେ। ତାପରେ କ'ଣ ଖାଦ୍ୟ ଗ୍ରହଣ କରିବେ? କେବଳ ଅନୁକଳ୍ପ ପ୍ରସାଦ ହିଁ ଗ୍ରହଣ କରିପାରିବେ। ଶସ୍ୟ ଗ୍ରହଣ କରିବା ଅନୁଚିତ। ଆପଣ ଏହି ଦିନ ଲକ୍ଷ୍ମୀ ନାରାୟଣ କିମ୍ବା କେବଳ ନାରାୟଣଙ୍କୁ ପଞ୍ଚାମୃତରେ ସ୍ନାନ କରାଇବେ। ହଳଦୀ ପାଣିରେ ସ୍ନାନ କରାଇକି ଷୋଡ଼ଶ ପୂଜାର କିମ୍ବା ପଞ୍ଚପୂଜାର ବିଧିରେ ପୂଜା କରାଇପାରିବେ। ତାପରେ ଯଦି ଆପଣ ଘରେ ପୂଜା କରିପାରୁନାହାନ୍ତି ମନ୍ଦିରରେ ଯାଇ ମଧ୍ୟ ପୂଜା କରାଇପାରିବେ। ଆପଣ ଏହି ଦିନ ଭଗବାନଙ୍କ ନାମ ସ୍ମରଣ ନିହାତି କାମ୍ୟ ଓ ଭଗବାନଙ୍କ ପୂଜା ନିଶ୍ଚିତ ଭାବରେ କରିବେ। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଜଗନ୍ନାଥ କହିଦେବେ।